ଭାଇ ତମେ ମୋହନ ମାଝୀ ସାରଙ୍କୁ ଯେତେ ବି ଟ୍ରୋଲ କରିଦିଅ, ଯେତେ ବି ଟ୍ରୋଲ କର, ଯେତେ ଯାହା କରିନିଅ, କିନ୍ତୁ ମୋହନ ମାଝୀ ଅଲୱେଜ ଭାଇ ମୋହନ ମାଝୀ। ଭାଇ ଥରେ ସେଇ ବିଟେକ୍ ପିଲା ପଚାର, ଯୋଉମାନେ 20,000 ସ୍କଲାରସିପ ପାଉଥିଲେ ସେ ଏବେ 60,000 ସ୍କଲାରସିପ ପାଉଛନ୍ତି। ଆଉ ଯୋଉମାନେ କାଳିଆ ଯୋଜନାରେ 25,000 ପାଉଥିଲେ ସେମାନେ ଏବେ ସୁଭଦ୍ରା ଯୋଜନାରେ 50,000 ପାଉଛନ୍ତି। ତ ଭାଇ ମୁଁ ତମକୁ ଗୋଟେ ଏକ୍ସାମ୍ପଲ ଦଉଛି, ଗୋଟେ ବାଇକ୍ କୁ ତମେ ବର୍ଷେ 2 ବର୍ଷ ହେଲା ସର୍ଭିସିଂ କରେଇନ, ସେ ପୁରା ମାନେ ଭଙ୍ଗା ଦଦରା ହେଇଯାଇଛି, ତା ଇଞ୍ଜିନ ଖାଇ ଯାଇଛି, ଲାଇଟ୍ ଫାଇଟ୍ କିଛି ଲାଗୁନି। ତ ଯେତେବେଳେ ତମେ ତାକୁ ଗୋଟେ ଗ୍ୟାରେଜ କୁ ନବ, ସେ ଗ୍ୟାରେଜ ବାଲା ପ୍ରଥମେ କଣ କରିବ? ସେ ପ୍ରଥମେ ସେ ଗାଡିକୁ ପୁରା ଭଲ କି ମାନେ ଚେକ୍ କରିବ, ଖୋଲିବ, ତାକୁ ପୁରା ଭାଙ୍ଗିଦବ ଗାଡିଟାକୁ। ତାପରେ କଣ କରିବ? ତାପରେ ଯେତେବେଳେ ଅଏଲିଂ ଗ୍ରୀସିଂ ତାପରେ ଯାହା ବି କିଛି ବି କରି ସେ ତାକୁ ଯୋଡିବ, ଭଲସେ ପୁରା ଯୋଡିବ। ଠିକ ସେଇ ଫେସ୍ ରେ ଏବେ ଆମ ଓଡିଶା ଅଛି। ଭାଇ 25 ବର୍ଷ ହେଲା ସେଇ ଭଙ୍ଗା ଦଦରା ହେଇ ପଡିଥିଲା, ୟାକୁ ଏବେ ସୁଧାରିବାର ଟାଇମ। ଆଉ ଭାଇ କଥା ରହିଲା ରଙ୍ଗ ମିସ୍ତ୍ରୀ। ଭାଇ ଦେଖ, ତମେ ଥରେ ତାଙ୍କ ଜାଗାରେ ରୁହ, ତମେ ତାଙ୍କ ଜାଗାରେ ଥିଲେ ପବ୍ଲିସିଟି ଭାଇ ତମେ କରିନଥାନ୍ତ ଭାଇ, ରଙ୍ଗ ଚେଞ୍ଜ କରିନଥାନ୍ତ? କୁହ। ଏଇଟା ହଉଛି କଥା ଭାଇ, ଅଲୱେଜ ମୋହନ ମାଝୀ। ଭାଇ ତାକୁ ହରେଇଲେ ତମେ ତା ଭଳି ମୁଖ୍ୟମନ୍ତ୍ରୀ ପାଇବନି, ସତ କଥା। ଏଇଟା କାନ୍ଦିବ ଦିନେ।